ସରକାରଙ୍କ ବଡ଼ ଘୋଷଣା ବଦଳିବ ନିୟମ ସୁନା କିଣିବାକୁ ହେଲେ ଦେବାକୁ ପଡ଼ିବ ପ୍ୟାନ୍ ଏବଂ ଆଧାର କାର୍ଡ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଅଧୀନରେ ଦେଶ ମଧ୍ୟରେ ସୁନା ଟ୍ୟାଗିଂ ସମ୍ବନ୍ଧୀୟ କଠୋର ନିୟମ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି, ଯାହାର ଲକ୍ଷ୍ୟ ହେଉଛି ହଲମାର୍କିଂର ଅପବ୍ୟବହାର ସମ୍ପର୍କରେ ବଢ଼ୁଥିବା ଚିନ୍ତାକୁ ଦୂର କରିବା, ତା ସହିତ ସୁନାର ଶୁଦ୍ଧତା ଏବଂ ପ୍ରମାଣିକତାକୁ ସୁନିଶ୍ଚିତ କରିବା। ଏହି ନିୟମ ଅନୁଯାୟୀ ସରକାର ପ୍ରତ୍ୟେକ ସୁନା ଜିନିଷ ପାଇଁ ଏକ HUID କୋଡ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଗ୍ରାହକମାନଙ୍କୁ କେବଳ ସେହି ଅଳଙ୍କାରଗୁଡ଼ିକୁ କିଣିବାକୁ ପରାମର୍ଶ ଦିଆଯାଇଛି ଯେଉଁଥିରେ 6 ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ କୋଡ୍ ଅଛି। ଏହି କୋଡ୍ BIS କେୟାର ଆପ୍ ବ୍ୟବହାର କରି ମଧ୍ୟ ଯାଞ୍ଚ କରାଯାଇପାରିବ। ଏହି ପଦକ୍ଷେପ ନକଲି ସାମଗ୍ରୀର ପ୍ରସାରଣକୁ ରୋକିବାରେ ସାହାଯ୍ୟ କରିବ। ତେବେ ହଲମାର୍କିଂ କାହିଁକି ଜରୁରୀ ଅଟେ? ହଲମାର୍କିଂ ଏକ ପ୍ରମାଣପତ୍ର ପ୍ରକ୍ରିୟା ଯାହା ସୁନା ଅଳଙ୍କାରର ଶୁଦ୍ଧତାକୁ ପ୍ରମାଣିତ କରେ। ଭାରତରେ ଏହି ପ୍ରକ୍ରିୟା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ନିୟନ୍ତ୍ରିତ ହୁଏ, ଯାହା ନିଶ୍ଚିତ କରେ ଯେ ସୁନା ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ପୂରଣ କରେ। ସଠିକ୍ ହଲମାର୍କିଂ କ୍ରେତାମାନଙ୍କୁ ସୂଚନା ଭିତ୍ତିକ ନିଷ୍ପତ୍ତି ନେବାକୁ ସଶକ୍ତ କରେ ଏବଂ ସୁନା ଏବଂ ଅଳଙ୍କାର କ୍ଷେତ୍ରରେ ପ୍ରଚଳିତ ଠକେଇ ବିରୋଧରେ ସେମାନଙ୍କୁ ସୁରକ୍ଷା ଦିଏ। ତେବେ ସୁନାର ହଲମାର୍କିଂ ବାଧ୍ୟତାମୂଳକ। ତେବେ ଏହି ନିୟମ ସତ୍ତ୍ୱେ ଅପବ୍ୟବହାର ଏବଂ ଅନିୟମିତତାର ଅନେକ ଉଦାହରଣ ସାମ୍ନାକୁ ଆସିଛି। କିଛି ଅଳଙ୍କାର ବ୍ୟବସାୟୀ କମ୍ କ୍ୟାରେଟ୍ର ସୁନା ବିକ୍ରି କରୁଥିବା କିମ୍ବା BIS ମାର୍କର ଅପବ୍ୟବହାର କରୁଥିବାର ଦେଖାଯାଇଛି, ଯାହାଫଳରେ ଗ୍ରାହକମାନେ ଆର୍ଥିକ କ୍ଷତି ସହୁଛନ୍ତି। ଫଳସ୍ୱରୂପ ବର୍ତ୍ତମାନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଜରୁରୀ ଆବଶ୍ୟକତା ରହିଛି, ଯାହାଦ୍ୱାରା ଯୋଗାଣ ଶୃଙ୍ଖଳାର ପ୍ରତ୍ୟେକ ପର୍ଯ୍ୟାୟରେ ଦାୟିତ୍ୱ ସୁନିଶ୍ଚିତ ହେବ। ତେବେ ୟୁନିକ୍ ଆଇଡି ପୁନଃ ବ୍ୟବହାର କରାଯାଇପାରିବ ନାହିଁ। ସରକାରଙ୍କ ନୂତନ ନିୟମ ଅନୁଯାୟୀ ସୁନା ଅଳଙ୍କାରରେ ଦିଆଯାଇଥିବା ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଆଉ ପୁନଃ ବ୍ୟବହାର କରାଯାଇପାରିବ ନାହିଁ। ଏହାର ଅର୍ଥ ହେଉଛି ଏହି ନିର୍ଦ୍ଦିଷ୍ଟ ଜିନିଷ ଯଥା ଏକ ମୁଦି, ସୁନା ଚେନ୍ କିମ୍ବା ହାର ପାଇଁ ଦିଆଯାଇଥିବା ଏକ ଅନନ୍ୟ 6 ଅଙ୍କ ବିଶିଷ୍ଟ ଆଲଫାନ୍ୟୁମେରିକ୍ କୋଡ୍ ଯେପରିକି A2B1C4 ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଅଳଙ୍କାରରେ ଦିଆଯାଇପାରିବ ନାହିଁ। ଏକ ନିର୍ଦ୍ଦିଷ୍ଟ ଅଳଙ୍କାର ଖଣ୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ କୋଡ୍ ବ୍ୟବହାର କରାଯିବା ପରେ ଏହା କେବଳ ସେହି ଜିନିଷ ସହିତ ସ୍ଥାୟୀ ଭାବରେ ଲିଙ୍କ ହୋଇ ରହିଥାଏ। ତେବେ କ୍ରୟ ସମ୍ବନ୍ଧୀୟ ନିୟମ 2 ଲକ୍ଷରୁ ଅଧିକ କ୍ରୟ ପାଇଁ ଏକ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ। 10 ଲକ୍ଷରୁ ଅଧିକ ମୂଲ୍ୟର କ୍ରୟ ପାଇଁ ଏବେ ପ୍ୟାନ୍ କାର୍ଡ ସହିତ ଆଧାର କାର୍ଡ ଏବଂ ଆୟର ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ। 2 ଲକ୍ଷରୁ ଅଧିକ ମୂଲ୍ୟର ପେମେଣ୍ଟ ନଗଦରେ କରାଯାଇପାରିବ ନାହିଁ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।